आपण ମାନଙ୍କୁ ସ୍ୱାଗତ କରୁଛି ମୋର ନୂଆ ସିରିଜରେ ଯାହାର ନାମ ହେଉଛି ଲର୍ନ ସମଥିଙ୍ଗ ଇଣ୍ଟରେଷ୍ଟିଂ। ମାନେ ହେଉଛି ଯେ ମୁଁ କିଛି ନୂଆ ଜିନିଷ କିଛି ଇଣ୍ଟରେଷ୍ଟିଂ ଏମିତିଆ ବି ଫ୍ୟାକ୍ଟ ଅଛି ଯାହାକି ଆମକୁ ଶୁଣିଲେ ବା ପ୍ରଥମ ଥର ଦେଖିଲେ ବହୁତ ଅଦ୍ଭୁତ ପ୍ରକାର ଲାଗେ। ସେମିତିଆ ଜିନିଷ ମୁଁ ଜାଣିବା ପାଇଁ ବହୁତ ଇଣ୍ଟରେଷ୍ଟେଡ ଥାଏ, ମୋ ଭିତରେ କ୍ୟୁରିଓସିଟି ଅଛି। ତ ମୋତେ ଏଇ ଜିନିଷ ଗୁଡ଼ାକ ଏମିତିଆ ଯୋଉ ଜିନିଷ ଗୁଡ଼ାକ ଗୋଟେ ଜେନେରାଲ ଥିଙ୍କିଂରୁ ବାହାରେ ଯୋଉ ଇନସିଡେଣ୍ଟ ଗୁଡ଼ାକ ଯୋଉ ଘଟଣା ଗୁଡ଼ାକ ଚାଲିଛି ଯୋଉ ଜିନିଷ ମୋତେ ଭଲ ଲାଗେ ସେଇ ଧରଣର ଜିନିଷ ମୁଁ ଆପଣଙ୍କ ମାନଙ୍କ ପାଇଁ ବି କିଛି ଆଣିଛି। କାହିଁକି ଏଇଟା ହେଲ୍ପଫୁଲ ହବ ଆପଣମାନଙ୍କୁ ଯେ ଆପଣମାନେ ଯେତେବେଳେ ମନେ କରନ୍ତୁ ଟିଚିଂ ଦଉଛନ୍ତି ସେଇ ସମୟରେ ଆପଣ ବେଳେବେଳେ ଏମିତିଆ ସିଚୁଏସନ୍ ଆସେ ସେଇ ସମୟରେ କିଛି ଅଦ୍ଭୁତ ପ୍ରକାରର ଷ୍ଟୋରୀ ଇନସିଡେଣ୍ଟକୁ ପୃଥିବୀର ଘଟଣାକୁ ଲିଙ୍କ କରିପାଇଲେ ପିଲାମାନେ ବି ବହୁତ ଖୁସି ହେବେ। ଯଦି ବି ସେମିତି ଇଣ୍ଟରେଷ୍ଟ ଆପଣଙ୍କ ନାହିଁ, ଯଦି ଆପଣ ଖାଲି ଜାଣିବା ଶିଖିବାର ଇଣ୍ଟରେଷ୍ଟ ଅଛି, ତାହେଲେ ବି ଆପଣଙ୍କୁ ବହୁତ ଭଲ ଲାଗିବ। ଏଇଟା ଆପଣଙ୍କର ନଲେଜ ବୁଷ୍ଟ କରିବ, ତା ସହିତ ବ୍ରେନକୁ ମଧ୍ୟ ରିଫ୍ରେଶ କରିବ। ତ এইটাই ହେଉଛି ମୋର ଉଦ୍ଦେଶ୍ୟ। ଯଦି ଆପଣଙ୍କୁ ଏଇ କନସେପ୍ଟଟା ଭଲ ଲାଗିଥାଏ ତାହେଲେ ଆପଣ ନିଶ୍ଚୟ ଲାଇକ୍ କରନ୍ତୁ ଆଉ କମେଣ୍ଟ ମଧ୍ୟ କରନ୍ତୁ। ତ ଆଜି ଦେଖିବା କ'ଣ ମୁଁ ଆଜି ଆଣିଛି ନୂଆ ଇମ୍ପୋର୍ଟାଣ୍ଟ ଜିନିଷ। ଯଦି ଆପଣ ଜାଣିଛନ୍ତି ବହୁତ ଭଲ କଥା, ଯଦି ନ ଜାଣିଛନ୍ତି କିଛି ଅସୁବିଧା ନାହିଁ, ଏଇଠୁ ଜାଣି ନିଅନ୍ତୁ ଯେ ହଁ ଏମିତିଆ ବି ଜିନିଷ ଅଛି ବା ହୁଏ ବୋଲିକି। ମୁଁ ଆଜିର କନସେପ୍ଟରେ ଆଣିଛି କପି ଲୁୱାକ୍ ବୋଲିକି ଗୋଟେ କଫିଟେ। ତ ଏବେ କଫି କାହିଁକି ଏଇଟା ଇମ୍ପୋର୍ଟାଣ୍ଟ ନା ପୃଥିବୀରେ ଯେତେ ସବୁ କଫି ମିଳେ କୁହାଯାଏ ଯେ ଏଇ ଯୋଉ କପି ଲୁୱାକ୍ ଅଛି, ଏଇ କଫି ଲୁୱାକ୍‌ଟା ଏଇ କଫିଟା ସବୁଠୁ କଷ୍ଟଲି କୁହାଯାଏ ଆଉ ସବୁଠୁ ଟେଷ୍ଟି ବୋଲିକି କୁହାଯାଏ। ତ ଏମିତି ହେବାର କାରଣ କ'ଣ ଦେଖନ୍ତୁ, କପି ଲୁୱାକ୍ ହେଉଛି ପୃଥିବୀର ସବୁଠୁ ଦାମୀ କଫି। ହେଲେ ଦାମୀ କାହିଁକି ନା ଯେତେବେଳେ ଗୋଟେ କଫି ବିନ୍‌ଟେ ହୁଏ ସେ କଫି ବିନ୍‌ରୁ ଏଇ କଫିକୁ ତିଆରି କରାଯାଏ। ତ ଏଇଠି ଗୋଟେ ବିଲେଇ ଭଳିଆ ଅଛି, ଆମର ସିଭେଟ୍ କ୍ୟାଟ୍‌ର ଛବି ଅଛି, ଏଇଠି କଫି ଅଛି। ତ ଏଇଟା କାହିଁକି ମୁଁ ରଖିଛି କାରଣ କ'ଣ ନା ୟାର ତିଆରି ସହିତ ଏଇ ଦୁଇଟା ଫଟୋ ଜଡ଼ିତ। ତିଆରି କ'ଣ ନା କିଛି ସିଭେଟ୍ କ୍ୟାଟ୍ ଅଛି ଯୋଉମାନଙ୍କୁ କ'ଣ କରାଯାଏ ନା ଏଇ କଫି ବିନ୍‌କୁ ଖାଇବାକୁ ଦିଆଯାଏ। ଏଇ କଫି ବିନ୍‌କୁ ଖାଇବାକୁ ଦେଲେ ସେମାନେ କ'ଣ କରନ୍ତି, ଏଇ ଯୋଉ କଫି ବାହାରେ ଗୋଟେ ପତଲା ଲେୟର ଅଛି, ଯେମିତି ଦେଶୀ ବରକୋଳି ବାହାରେ ଗୋଟେ ଲେୟର ଥାଏ, ସେଇ ଲେୟରଟା ତାଙ୍କ ପେଟରେ ହଜମ ହେଇଯାଏ। କିନ୍ତୁ ଭିତରେ ଥିବା ବିନ୍‌ଟା, ମଞ୍ଜିଟା, କଫିର ଯୋଉ ମଞ୍ଜିଟା ସେଇଟା ତାଙ୍କ ପେଟରେ ହଜମ ହୁଏ ନାହିଁ। ଯେତେବେଳେ ଏଇ ସିଭେଟ୍ କ୍ୟାଟ୍ ଖାଇଲା ପରେ ଏଇ କଫି ବିନ୍‌କୁ ଖାଇଲା ପରେ ସେ ଯେତେବେଳେ ମଞ୍ଜିଟା ହଜମ ହୁଏ ନାହିଁ, ସିଏ କ'ଣ କରେ ସେ ମଞ୍ଜିଟାକୁ ତାର ପଟି ସହିତ ମଳ ସହିତ ନିଷ୍କାସିତ କରିଦିଏ। କାହାକୁ? ମଞ୍ଜିକୁ। ମଞ୍ଜିକୁ ନିଷ୍କାସିତ କଲା ପରେ ଏଇ ମଞ୍ଜିକୁ କ'ଣ କରାଯାଏ, ଲୋକମାନେ ଏଇଟାକୁ ତାର ମଳକୁ ଉଠେଇକି ପରିଷ୍କାର କରିକି ଆକୁ କ'ଣ କରନ୍ତି, ରୋଷ୍ଟ କରନ୍ତି। ଯେତେବେଳେ ଏଇ ମଳକୁ ଉଠେଇକି ପରିଷ୍କାର କରିକି ରୋଷ୍ଟ କରନ୍ତି, ରୋଷ୍ଟ କରିକି ଗ୍ରାଇଣ୍ଡିଙ୍ଗ କରିକି ତାପରେ ଯୋଉ କଫିଟା ତିଆରି ହୁଏ ତାକୁ ହିଁ କୁହାଯାଏ କପି ଲୁୱାକ୍। ତା ମାନେ ଏମିତି ଏକ କଫି ଯାହା ଟେଷ୍ଟି ବି କୁହାଯାଉଛି, ଅଧିକ ଦାମୀ ବି କୁହାଯାଉଛି, ଯାହାକି ଗୋଟେ ପ୍ରକାର ମଳରୁ ତିଆରି ହେଇଛି କହିଲେ ଚଳିବ, କିଛି ଭୁଲ ହବ ନାହିଁ। ତା ମାନେ ଏମାନେ ଯୋଉ ମଳଟାକୁ ଗୋଟଉଛନ୍ତି ବହୁତ କଷ୍ଟଲି ମୂଲ୍ୟବାନ ଜିନିଷ ଭାବିକି ଗୋଟଉଛନ୍ତି ବା ସ୍ୱାଦିଷ୍ଟ ଜିନିଷ ଭାବିକି ଗୋଟଉଛନ୍ତି। ଏଇଟା ହିଁ ହେଉଛି ଆଜିର ମାନେ ମୁଁ ଯୋଉ ଆଣିଛି କନସେପ୍ଟଟାର ମେନ୍ ମାନେ ଇଏଟା ଇନଫର୍ମେସନଟା ଯେ ଗୋଟିଏ କଫି ଦୁନିଆର ସବୁଠୁ କଷ୍ଟଲି, ମାନେ ଖାଇବାକୁ ସବୁଠୁ ପିଇବାକୁ ସବୁଠୁ ଟେଷ୍ଟି, କିନ୍ତୁ ହେଲେ ବି ସେଇଟା ଗୋଟେ ମଳରୁ ତିଆରି ହେଇଥାଏ। ତ ଏଇ ଏମିତିଆ ଚାଷ ହୁଏ କୋଉଠି ନା ଇଣ୍ଡୋନେସିଆରେ ଏଇ ଚାଷ ମୁଖ୍ୟତଃ ହୁଏ। ଆଉ କ'ଣ କୋଉଠି ଅଛି ନା ସୁମାତ୍ରା, ଜାଭା ଇତ୍ୟାଦି ଦ୍ୱୀପପୁଞ୍ଜରେ ଏଇଆ ଅଧିକ ମିଳେ। ଆଉ ଦାମ କାହିଁକି ଅଧିକ? ଟେଷ୍ଟ ପାଇଁ, ଉତ୍ପାଦନ ପ୍ରକ୍ରିୟା ଦୁର୍ଲଭ ଓ ସୀମିତ ବୋଲିକି, ଆଉ ପ୍ରତି କିଲୋର ଦାମ $1000 ପର୍ଯ୍ୟନ୍ତ ହୋଇଥାଏ। ତ ମୋର ଭିଡ଼ିଓରେ ଆଜି ଏତିକି ଥିଲା। ଯଦି ଆପଣଙ୍କୁ ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ ଆଉ କମେଣ୍ଟ କରନ୍ତୁ। ଆଉ ଯଦି ଆପଣ ଇନଫର୍ମେସନ୍ ଆଗରୁ ଜାଣିଥିଲେ ଆଉ ମୋର ଦେଇଥିବା ତଥ୍ୟରେ କିଛି ଭୁଲ ଥାଏ ନିଶ୍ଚିତ କମେଣ୍ଟ କରନ୍ତୁ,
ମୁଁ ତାକୁ ଭେରିଫାଇ କରିକି କରେକ୍ସନ୍ କରିଦେବି ନେକ୍ସଟ ଭିଡ଼ିଓରେ।